ପିଲାମାନେ ଏହି ଭିଡ଼ିଓରେ ଆମେ ତୁମ ଇଂଲିଶ ବୁକ୍ର ଦ ଜ୍ୟାକେଲ୍ ଆଣ୍ଡ ଦ ରୁଷ୍ଟର ଚାପ୍ଟରର SGP2ର ସମସ୍ତ କମ୍ପ୍ରେନ୍ସନ୍ କ୍ୱେଶ୍ଚିନ୍ ଆନ୍ସର୍ ଗୁଡ଼ିକ ପ୍ରାକ୍ଟିସ୍ କରିବା। ଦେଖ ପିଲାମାନେ, ନମ୍ବର 1, ଡିଡ୍ ଦ ରୁଷ୍ଟର ସିଙ୍ଗ କ୍ଲୋଜିଂ ଇଟ୍ସ ଆଇଜ୍? ଗଞ୍ଜାଟି ତା ଆଖି ବନ୍ଦ କରି ଗୀତ ଗାଇଲା କି? ଆନ୍ସର୍ ଏସ୍, ଦ ରୁଷ୍ଟର ସ୍ୟାଙ୍ଗ କ୍ଲୋଜିଂ ଇଟ୍ସ ଆଇଜ୍। ହଁ, ଗଞ୍ଜାଟି ତାର ଆଖି ବନ୍ଦ କରି ଗୀତ ଗାଇଲା। ନମ୍ବର 2, ହ୍ୱାଟ୍ ଡିଡ୍ ଦ ଜ୍ୟାକେଲ୍ ଡୁ? ବିଲୁଆଟି କ'ଣ କଲା? ଆନ୍ସର୍ ଦ ଜ୍ୟାକେଲ୍ କଟ୍ ଦ ରୁଷ୍ଟର ବାଇ ଇଟ୍ସ ନେକ୍ ଆଣ୍ଡ ran away। ବିଲୁଆଟି ଗଞ୍ଜାଟିର ବେକକୁ ଧରିଲା ଏବଂ ଦୌଡ଼ି ପଳାଇଲା। ନମ୍ବର 3, ହୁ ran ଆଫ୍ଟର ଦ ଜ୍ୟାକେଲ୍? ବିଲୁଆ ପଛରେ କିଏ ଦୌଡ଼ିଲେ? ଆନ୍ସର୍ ଦ ଓନର୍ ଅଫ୍ ଦ ରୁଷ୍ଟର ran ଆଫ୍ଟର ଦ ଜ୍ୟାକେଲ୍। ହିଜ୍ ୱାଇଫ୍ ଆଣ୍ଡ ସନ୍ସ ଅଲସୋ ଜଏନ୍ଡ ହିମ୍। ଗଞ୍ଜାଟିର ମାଲିକ ବିଲୁଆ ପଛରେ ଦୌଡ଼ିଲା, ତାର ସ୍ତ୍ରୀ ଏବଂ ପୁଅମାନେ ମଧ୍ୟ ତା ସହିତ ଯୋଗ ଦେଲେ। ନମ୍ବର 4, ହ୍ୱାଇ ଡିଡ୍ ଦେ ଚେଜ୍ ଦ ଜ୍ୟାକେଲ୍? କାହିଁକି ସେମାନେ ବିଲୁଆଟିର ପିଛା କଲେ? ଆନ୍ସର୍ ଦେ ଚେଜ୍ଡ ଦ ଜ୍ୟାକେଲ୍ ଟୁ ଫ୍ରି ଦ ରୁଷ୍ଟର ଫ୍ରମ୍ ଇଟ୍। ସେମାନେ ଗଞ୍ଜାଟିକୁ ବିଲୁଆ ପାଖରୁ ମୁକ୍ତ କରିବା ପାଇଁ ତାକୁ ପିଛା କଲେ। ନମ୍ବର 5, ହ୍ୱାଇ କୁଡଣ୍ଟ ଦେ କ୍ୟାଚ୍ ଦ ଜ୍ୟାକେଲ୍? କାହିଁକି ସେମାନେ ବିଲୁଆଟିକୁ ଧରିପାରିଲେ ନାହିଁ? ଆନ୍ସର୍ ଦେ କୁଡ୍ ନଟ୍ କ୍ୟାଚ୍ ଦ ଜ୍ୟାକେଲ୍ ବିକଜ୍ ଇଟ୍ ୱାଜ୍ ମଚ୍ ଆହେଡ୍ ଅଫ୍ ଦେମ୍। ସେମାନେ ବିଲୁଆଟିକୁ ଧରିପାରିଲେ ନାହିଁ କାରଣ ଏହା ସେମାନଙ୍କ ଠାରୁ ବହୁତ ଆଗରେ ଥିଲା। ନମ୍ବର 6, ହ୍ୱାଇ ଡିଡ୍ ଦ ରୁଷ୍ଟର ସେ ଦ୍ୟାଟ୍ ଇଟ୍ ୱାଜ୍ ହାପି ଟୁ ବି ୱିଥ୍ ଦ ଜ୍ୟାକେଲ୍? କାହିଁକି ଗଞ୍ଜାଟି ବିଲୁଆକୁ କହିଲା ଯେ ସେ ତା ସହିତ ବହୁତ ଖୁସିରେ ଅଛି ବୋଲି? ଆନ୍ସର୍ ଦ ରୁଷ୍ଟର ସେଡ୍ ଦ୍ୟାଟ୍ ଇଟ୍ ୱାଜ୍ ହାପି ଟୁ ବି ୱିଥ୍ ଦ ଜ୍ୟାକେଲ୍ ବିକଜ୍ ହି ମେଡ୍ ଏ ପ୍ଲାନ୍ ଟୁ ଏସ୍କେପ୍ ହିମସେଲ୍ଫ ଫ୍ରମ୍ ଦ ଜ୍ୟାକେଲ୍। ଗଞ୍ଜାଟି ବିଲୁଆକୁ ତା ସହିତ ବହୁତ ଖୁସିରେ ଅଛି ବୋଲି କହିଲା କାରଣ ସେ ବିଲୁଆ କବଳରୁ ରକ୍ଷା ପାଇବା ପାଇଁ ବା ବଞ୍ଚିବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା। ନମ୍ବର 7, ୱାଜ୍ ଇଟ୍ ରିଏଲି ହାପି ଅର୍ ଟେଲିଂ ଏ ଲାଏ? ଏହା ବାସ୍ତବରେ ଖୁସିରେ ଥିଲା ନା ମିଛ କହୁଥିଲା? ଆନ୍ସର୍ ନୋ, ଦ ରୁଷ୍ଟର ୱାଜ୍ ନଟ୍ ରିଏଲି ହାପି, ହି ୱାଜ୍ ଟେଲିଂ ଏ ଲାଏ। ନା, ଗଞ୍ଜାଟି ବାସ୍ତବରେ ଖୁସିରେ ନଥିଲା, ସେ ମିଛ କହୁଥିଲା। ଏହାପରେ ଦେଖ ପିଲେ, ନମ୍ବର 8, ହ୍ୱାଟ୍ ଡିଡ୍ ଇଟ୍ ସେ ଏବାଉଟ୍ ଇଟ୍ସ ଓନର୍? ଏହା ତା ମାଲିକ ବିଷୟରେ କ'ଣ କହିଲା? ଆନ୍ସର୍ ଦ ରୁଷ୍ଟର ସେଡ୍ ଦ୍ୟାଟ୍ ହିଜ୍ ଓନର୍ ୱାଜ୍ ଏ ମାଇଜର୍, ହି ଡିଡ୍ ନଟ୍ ଗିଭ୍ ହିମ୍ ଏନିଥିଙ୍ଗ ଟୁ ଇଟ୍। ଗଞ୍ଜାଟି କହିଲା ଯେ ତା ମାଲିକ ଜଣେ କୃପଣ ବ୍ୟକ୍ତି ଅଟେ, ସେ ତାକୁ ଖାଇବା ପାଇଁ କିଛି ଦେଉନଥିବା କଥା ମଧ୍ୟ କହିଲା। ନମ୍ବର 9, ହ୍ୱାଟ୍ ଡିଡ୍ ଦ ରୁଷ୍ଟର ଆସ୍କ ଦ ଜ୍ୟାକେଲ୍ ଟୁ ଡୁ? ଗଞ୍ଜାଟି ବିଲୁଆକୁ କ'ଣ କରିବା ପାଇଁ କହିଲା? ଆନ୍ସର୍ ଦ ରୁଷ୍ଟର ରିକ୍ୱେଷ୍ଟେଡ୍ ଦ ଜ୍ୟାକେଲ୍ ଟୁ ଟେଲ୍ ହିଜ୍ ଓନର୍ ଏବାଉଟ୍ ହିଜ୍ କମ୍ପ୍ଲେଣ୍ଟ। ଗଞ୍ଜାଟି ବିଲୁଆକୁ ତାର ଅଭିଯୋଗ ସମ୍ବନ୍ଧରେ ତା ମାଲିକକୁ ଜଣାଇବା ପାଇଁ ଅନୁରୋଧ କଲା। ଥ୍ୟାଙ୍କ ୟୁ।